ତାକୁ ତ ବାପି ଡାକନ୍ତି ତା ଭଲ ନାଁଟା ମୁଁ ଜାଣିନି। ତାକୁ ସବୁବେଳେ ପିଟା ମାରା କରୁଥିଲେ, ନିର୍ଯାତନା ଦଉଥିଲେ, ଯୌତୁକ ନିର୍ଯାତନା ସବୁବେଳେ ଦଉଥିଲେ। ଏମିତି ଆଗରୁ ବହୁତ ଥର ହେଇଛି। ତ ଆସିକି ଏମିତି ବାପ ଘର ରହିକି ପୁଣି ନେଇକି ଛାଡି ଦିଅନ୍ତି, ବୁଝାବୁଝି କରିଦେଇକି ଛାଡି ଦେଇକି ପଳେଇ ଆସନ୍ତି। ଏଇ 2 ଦିନ ତଳରୁ ଆଉ ଥରେ ମାରପିଟ ହେଇଥିଲେ, ତାକୁ ବହୁତ ପିଟିଥିଲେ। ଏଇ 2 ଦିନ ହବ। ଆଉ କାଲି ବି ପିଟିକି ମାରି ଦେଇଛନ୍ତି ପୁରା। ନା ନା ସେମିତି କିଛି ନାହିଁ। ମୁଁ କାଲି ଦେଖ 108ରେ ମୁଁ ଆଣୁଥିଲି, ତା ପେନ୍ ହେଲା, ପେଟ ଫେଟ ଛାତି ଫାତି ବାନ୍ତି ଟିକେ କରୁଥିଲା। ଏଠୁ ଆଇଲା ପରେ ସିଲାଇନ୍ ବି ଚଢ଼ଉଥିଲେ, ସିଲାଇନ୍ ଚାଲିଲାନି। ଇଞ୍ଜେକ୍ସନ୍ 2ଟା ନା 1 ଦେଇଥିଲେ ସାର। ଆଉ ଏବେ ତ ହେଇସାରିଛି ମାନେ ମୋର ପାଖରେ କେହି ନାହିଁ କହିବା ପାଇଁ। ଆଉ ସେଇମାନେ ତ କହିବେ ଯେତେବେଳେ ଭଲ ହେଇଛି ମାନେ। କିନ୍ତୁ ତୁମ କଳି ଚକଡ଼ା ହେଇକି ସିଏ ରହୁଥିଲେ, ତାଙ୍କ ବାପ ଘରେ ବି କିଛି ଦିନ ରହୁଥିଲେ। ସେ ବାହାରେ ଯେତେବେଳେ ମୁଁ ଥାଏ ନା, ଯେତେବେଳେ ଯାଇକି ସିଆଡ଼େ ରହିକି ଆସନ୍ତି। 2 ଦିନ ତଳେ ପିଟିଥିଲେ ବୋଲି ତା ପରିବାର ଲୋକ ନା 2 ଦିନ ତଳେ ନୁହେଁ, ତାର ଆଗରୁ ତ ଝଗଡ଼ା ହେଇଥିଲା। ତାପରେ ସେମିତି ହେଇନି। କାଲି ଯେ ସେ କହୁଛନ୍ତି ସେମିତି, ସେଠି କିଛି ଇଏ ନାହିଁ। କେତେ ବର୍ଷ ବାହାଘର ହେଇଛି? ବାହାଘର କେତେ ବର୍ଷ ହେଲା ମୋର କେତେ ମସିହାରେ ବାହା ହେଇଥିଲେ? ସେ 18 ନା 19 ସେ ଭିତରେ